ପାରୁନ ନା ମୁଁ ଦେବର୍ଷି ନାରଦ लो ये नादर गुछे ଦେବର୍ଷି ନାରଦ ନାରଦ ହେଇଛ अच्छा गुछे ହଁ କହିଲେ ଦେଖି ଆପଣଙ୍କ ପାଦ ଏଠାରେ କେମିତି ପଡ଼ିଲା ମୁଁ ଏଇ ବାଟେ ଦେଇ ଯାଉଥିଲି ନା ଆଜ୍ଞା। ତମର ଲଉଡ଼ି ଉପାଳ ଗୀତ ଶୁଣି ଅଟକି ଗଲି ଦେଖିଲା ଆମ ଲଉଡୁ ଗୀତ ଶୁଣିଲା ବେଳେ ଟିକେ ହେଲେ ଗୁଛେଇ ଆପଣ କୋଉଠୁ ଆସିଲେ ଆମେ ଜାଣିପାରିବୁ ମୁଁ ପୁରା ଦ୍ୱାରିକାରୁ ଆସିଲି ଦ୍ୱାରିକାରୁ ଆସିଲେ ଦ୍ୱାରିକାରୁ ଆସିଛି ଦ୍ୱାରିକାରୁ ହେଲେ ଦ୍ୱାରିକାରୁ ଆସିଲେ କାହ୍ନୁ ଭାଇ ପାଖରୁ ଆମ କାହ୍ନୁ ଭାଇ ପାଖରୁ ଆସୁଛନ୍ତି ଆପଣ? ହଁ ହେ ହେଇଲୋ ଆମ କୁସୁନି ଆମ କଳା ମାଣିକ ହଁ ତାକିରି ପାଖରୁ ଆସିଛନ୍ତି ଆରେ ତୋ ନାଁ କ'ଣ କହିଲୁ ମୋ ନାଁ ପରା ସାବୁଳ ମୁଁ ଭାରି ଦୂର ଆରେ ତୋ ନାଁ କ'ଣ ମଧୁ ମଧୁ ଇଏ ମଧୁ ଆରେ ମଧୁ ତୁ ତ ଢେର କଥା ମନେ ରଖିଛୁ ଇଏ ଖାଲି ଭୁଲି ଯାଉଛି ମୋର ପରା ଭୁଲା ମନ ଗୁଛାଇ ମୁଁ ସେଇଥିରୁ ଭୁଲି ଯାଏ ସବୁ କଥା ଆଚ୍ଛା ଆରେ ମଧୁ ତୋର ସୁବଳ ଆଜ୍ଞା ଆରେ ସୁବଳ ଏଇ କିଏ ରେ ଇଏ ନଳିତା ଆପା ତୋର କ'ଣ ଲଳିତା ନା ନଳିତା ଇଏ ମୋର କ'ଣ ଲଳିତା ସ୍ତ୍ରୀ ହବ ନା? କିଏ ଆଉ କଣ କାହିଁ ସ୍ତ୍ରୀ ଆଉ କିଏ ହବ ସେ ପେଚିରି ପେଚିରି ହବ ପେଚିରି ହବ ପେଚିରି ହବ ଆଜ୍ଞା ଆଚ୍ଛା ଆଜ୍ଞା। ମୁଁ ଏଇ ବାଟେ ଦେଇ ଯାଉଥିଲି ତ ଆଜ୍ଞା, ତୋ ଆଜ୍ଞା। ଲଉଡ଼ି ଉପାଳ ଗୀତ ଶୁଣି ଅଟକି ଗଲି ମୁଁ ଦ୍ୱାରିକାରୁ ଆସିଲି ତମ ଆଜ୍ଞା। କଳା ମାଣିକ ହଁ ଆମ ତମ କଳା ମାଣିକ ପାଖରୁ ଆସିଛି ହେଲେ କଳା ମାଣିକ ପାଖରୁ ଆସିଲେ ଆମ କଥା କିଛି କହୁଥିଲେ ହଁ ନା ଆମ କୁସୁନି ଆଡି ଭଲରେ ଅଛନ୍ତି ନା ତମ କୁସିନିଆ ଦ୍ୱାରିକାର ରାଜା ହେଇଛି ରାଜା ହେଇଲୋ ଲଳିତା କଣ କଲି? ଆମ କୁସୁନିଆ ରାଜା ହେଇଛନ୍ତି ନା ହଁ। ମୁଁ ତାଙ୍କ କଥାରେ ଯାଉଛି ସେନା ପେଣ୍ଟି ହେଇଛି ସେନା ପେଣ୍ଠି ଆଉ? ବେ ସେନାପତି କ ହଁ ମୁଁ ତାକେ ଲୋ ନନା ସେଠି ଅଛନ୍ତି, ଅଛନ୍ତି। ଅଛନ୍ତି ଆରେ ସୁବଳ କାହ୍ନୁ। ସେ ବାଡ଼ିଟା ନେଇକି ଅଜୁ ମୁଣ୍ଡକୁ ପାରେ ପକେଇଦେବୁ ହଁ, ତ ପାର ପକେଇଦେବି ନା? ହଁ ପକେଇ ତା ମୁଣ୍ଡୁ ସେ କାନ ନାହିଁ ତ ତାର କାଣା? ପକେଇଦେବି। ଆରେ ସୁବଳା ଆଜ୍ଞା ତୁମ କାନୁଆ ରାଜା ହେଲା ପରେ ଆଜ୍ଞା ଏ ଫଗୁ ଦଶମୀରେ ଯଜ୍ଞ ଆରମ୍ଭ କରିବ ହେଲେ ପ୍ରଭାସ ଯଜ୍ଞ ଭାଷ ଏ ଜଙ୍ଗ ଫଗୁ ଦଶମୀରେ ଯଜ୍ଞ ଆରମ୍ଭ କରିବ ହଁ। ପୂର୍ଣ୍ଣିମାର ପୂର୍ଣ୍ଣାହୁତି ଦିଆଯିବ କେତେ ହେଲେ ନା। ଧ୍ୟାନ ଦିଆଯାଉଛି କ୍ଷୀରି ପୁରୀ ରସଗୋଲା ଛେନାପୋଡ଼ରେ ତ ଭାସି ଯାଉଛି ହେଲେ ଗୁସେଇ ଆମକୁ କିଛି ନିମନ୍ତ୍ରଣ ଅଛି ନା ଶୁଣ ବାବା ସ୍ୱର୍ଗ ମର୍ତ୍ତ ପାତାଳ ତିନି ପ୍ର ନିମନ୍ତ୍ରଣ ହେଇଛି ସିନା ଆଜ୍ଞା ହେଲେ ଆମକୁ ଆମକୁ ଥିବ ନିମନ୍ତ୍ରଣ ଥିବ ଥିବ ନିଶ୍ଚୟ ଥିବ ଆମକୁ ନା ଯେତେ ହେଲେ ଆମେ ତ ସଖା ନା ଆଉ। ଆମ ତମ ସାଙ୍ଗର ମଣିଷ ଆମର ଥିବନି ଆଉ ହେଠି ଆମେ ଯଦି ନଯିବୁ ବହୁତ ସାରା କାମ ଅଛି କିଏ ତମ କରିବ ଗୋପପୁରକୁ ନିମନ୍ତ୍ରଣ ହେଇନି ଆରେ ବ୍ରହ୍ମାଙ୍କ ତନୁ ଦେବର୍ଷି ନାରଦ କ'ଣ କେବେ ମିଥ୍ୟା କଥା କୁହେ ସତ କହୁଥିଲି ସ୍ୱର୍ଗ ମର୍ତ୍ତ ପାତାଳ ତିନି ପୁର ନିମନ୍ତ୍ରଣ ହେଇଛି ସତ ଗୁସେଇ କିନ୍ତୁ ତମ ଗୋପପୁରକୁ ନିମନ୍ତ୍ରଣ ହେଇନି ହେଲେ ଦେବର୍ଷି ଆମେ ତାଙ୍କ ପାଖରେ କୋଉ ଅପରାଧ କରିଛୁ ଅପରାଧ କଥା ମୁଁ କେମିତି କହିବି ମା କିନ୍ତୁ ଗୋଟିଏ କଥା କହିବି କୃଷ୍ଣ ତମର କ'ଣ ହବ ଆମ ପିଲାଦିନର ସାଙ୍ଗ ତମର ପିଲାଦିନର ସାଙ୍ଗ ଆରେ ସାଙ୍ଗ ଯୋଉ ମହତ କାମ করে ତମମାନଙ୍କର ଅଧିକାର ଅଛି ନା ନାହିଁ ହଁ ନିମନ୍ତ୍ରଣ କ'ଣ ଦରକାର ତମେ ଦେଖିବ ସେ ଯଜ୍ଞ କ୍ଷେତ୍ରକୁ ଯାଅ ସମସ୍ତଙ୍କ ଅପେକ୍ଷା ତମକୁ ବେଶୀ ଆଦରି ନେବେ ଏ ଲଳିତା ହଁ, ନା, ଏ ନା। ସାଙ୍ଗର ମଣିଷକୁ କିଏ ସାଙ୍ଗର ନିମନ୍ତ୍ରଣ করে ନା ହଁ, ପରା। ଏ ସିଏ ଛାଡ଼ି ସେ ନିମନ୍ତ୍ରଣ ହୁଅନ୍ତି ଆମେ ଛାଙ୍କୁ ଆମେ ଛାଙ୍କିବା ଯିବା। ଆଜ୍ଞା ଗୁସେଇ ହଁ? ଆମେ କ୍ଷୀର ସର ଧୂତ ଧୂତ କରିକି ଭାର କରିକି ନେଇକି ହେଇଯିବ, ତମେ ଧୂତ କ'ଣ ଧୂତ ନେବ? କରିବୁ ହଁ ଏଇ ଯୋଉ ଧୂତ ତମେ କଣ କ'ଣ ନେବ? ମୁଁ ଆମ ବାଡ଼ିରୁ ବରକୋଳି ନେବି ବଡ଼ ପଠାଟିଏ କରିବି ଆଉ ଖୁଦ ଭଜାଟିଏ ନେଇକି ଆରେ କାନିରେ ବାନ୍ଧିଛି କାକରା ପୁଅ ଝିଅ ପାଇଁ ମଉସକୁ ଦେବି ବୁଝାଇ ଭଲ ଥିବ ସେ ଚାଇ ବାଡ଼ିରେ ଦୋଳି ମୁଁ ରଖିଛି ସେଠି ଖାଡ଼ିର ଗୋଳି ଆରିସା କାକରା ପିଠାରେ କାନ ପୋଷିବେ ପଣି ହେଲେ ଗୁସେଇ ହଁ। ଆମେ ଏଥର ଆସିଛୁ ଆଚ୍ଛା ରେ 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 ତୁ ଯାଉଛୁ କୁଆଡେ ରେ ଏ କଥାଟା ତୁ ଜାଣିଲୁ ମୁଁ ଜାଣିନି ଲଳିତା ଜାଣିଲା ଆମେ ଗୋପପୁର ସାରା କ'ଣ କେହି ଜାଣିଛୁ ଆରେ ଗୋପପୁର ସାରା ଚହଳ ପକେଇ ଦିଅ ଏ ଚହଳ ପକେଇ ଦେବାରେ ଆରେ ଗୋପପୁରେ ଅଛି ଚହଳ ପଡ଼ିଛି କାଇଁ ସମାଲିଆ ପାଇ ରେ ସୀତା ଚକୁଳିଆ ପାଇ ମନ୍ଦା ମନ୍ଦା ତୀରା ଅଞ୍ଜଳିରେ ପାରି ରଖିଛୁ ରେ କାପାଇ ସେ ପାଇ କାନୁ କରିଛି ସା ତାଙ୍କ ପାଇ ଅଡ଼ର ସାବ କାନୁ କରିଛି ସା
ସତରେ ଗୋପରେ ଗୋପାଳ ଆଉ ବାଳିକା ମାନେ କେତେ ନିଷ୍କପଟ ଏମାନଙ୍କ ହୃଦୟରେ ଛନ୍ଦ କପଟ ହେ ଭାବ ବିନୋଦିଆ ଏ ସବୁ ସୃଷ୍ଟି କିଏ କାଳିଆ ଠାକୁର ସେ ତୁମରି ପ୍ରେମରେ ପାଗଳ ହେଇଗଲେଣି ଥରେ ତାକୁ ଦର୍ଶନ ଦିଅ ପ୍ରଭୁ ଥରେ ତାକୁ ଦର୍ଶନ ଦିଅ ନାଇଁ ଗୋପପୁରକୁ ଆସିଛି ଯେତେବେଳେ ଟିକେ ନନ୍ଦ ଯଶୋଦାକୁ ଦେଖା କରିଦେଇ ମୋ ବାଟରେ ମୁଁ ଚାଲି ଏ ନମ ନାରାୟଣ 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 ନାରାୟଣ